ଆଜି ରାତିଟା କେଡ଼କୁ ପାଇଗଲା କିଛି ଜଣା ପଡ଼ିଲାନି। ସକାଳ 8ଟା ହୋଇଯାଇଥିଲା। ଆଲାରାମ ବାଜିଲା ପରେ ମଧ୍ୟ ମୋ ଆଖି ଫିଟିବାକୁ ଶୁଣିବି ନଥାଏ। ତ ହାଇ ସାଙ୍ଗମାନେ, ମୁଁ ସେବୁଲ ଆପଣମାନଙ୍କୁ ୱେଲକମ୍ କରୁଛି ଆଉ ଗୋଟେ ବ୍ଲଗକୁ। ତ ମୁଁ ସକାଳୁ ଉଠି ବାହାରକୁ ବାହାରିଲା ବେସିକି ଚାରିଆଡ଼େ ପତ୍ରରେ ଫୁଲ ହୋଇଯାଇଥିଲା। ଆପଣମାନେ ପୂର୍ବ ଭିଡ଼ିଓରେ ଦେଖିକି ଆମେ ଚାରିପଟ ସଫା କରିଥିବୁ, ବଟ ବର୍ଷା ଆମର ସବୁ ବର୍ଷ ପାଣିରେ ମିଶେଇଦେଲା। ତ ମୁଁ ବାହାରେ କିଛି ହାଲକା ପବନ ଖାଇ ଆସି ଯାଇଥିଲି ରୋଷେଇ ଘରକୁ ରୋଷେଇ କରିବାକୁ। 10ରୁ 6 ଚାକିରି ଲାଇଫ କେବେ ସହଜ ହୋଇନଥାଏ। ଆଜି ଅଫିସରେ ଗୋଟେ ଇମ୍ପୋର୍ଟାଣ୍ଟ କାମ ଥିଲା ବୋଲି ସେଥିପାଇଁ ମୁଁ ସବୁଦିନ ରୁଟିନକୁ ସାରି ଦେଇ ମୁଁ ବାହାରି ଯାଇଥିଲି ଅଫିସକୁ। ଆଜି କାମ ପ୍ରବଳ ଥିଲା, ହେଲେ ମୋ ପାଖରେ ସମୟ ବହୁତ କମ ଥିଲା। ସେଥିପାଇଁ ସମସ୍ତେ ମିଶିକି ଆମେ କାମ କରିଦେଇଥିଲୁ। ଗୋଟେ ହାତରେ କେବେ ତାଳି ବାଜି ନଥାଏ, ତାଳି ବାଜିବାକୁ ହେଲେ 2 ହାତ ଯୋଡ଼ିବାକୁ ପଡ଼ିଥାଏ। ସେଇଭଳି ଭାବରେ ଆମେ ସମସ୍ତେ ମିଶିକି କାମ କରୁଥିଲୁ। ତ ସାଙ୍ଗମାନେ, କିଛି ବାହାରେ କାମ ଥିବାରୁ ମୁଁ ଆସିଥିଲି ବାହାରକୁ। ଟିକେ ଧ୍ୟାନ ଦେଇକି ଏ ଫଟୋକୁ ଦେଖନ୍ତୁ। ଏଇ ଫଟୋର ପ୍ରକୃତ ଅର୍ଥ କଣ ଟିକେ କମେଣ୍ଟରେ କହିକି ଯାଆନ୍ତୁ। ଏହା ହେଉଛି ନବଗୁଞ୍ଜରର ଫଟୋ। ଟିକେ କମେଣ୍ଟରେ କହିକି ଯିବେ। ସମସ୍ତ କାମକୁ ସାରି ଦେଇ ମୁଁ ଆସିଥିଲି ରୁମକୁ। ରୁମକୁ ଯିବା ବାଟରେ କିଛି ଏମିତି ହୋଇଥିଲା ତାହା ପରେ କହିବି। ରୁମରେ ଆସି ଆମେ ଆମର ଖାଇବା ଖାଇ ଦେଇଥିଲୁ। ଆପଣ ମାନେ ବି ଖାଇକି ଶୋଇ ପଡ଼ନ୍ତୁ। ଜୟ ଜଗନ୍ନାଥ। ଟିକେ ମୋ କଥା ଶୁଣିକି ଯାଆନ୍ତୁ। ମୁଁ ବହୁତ ଦିନ ହେଲା ଭିଡ଼ିଓ ବନେଇଲିଣି। କୋଉ ଦିନ ମତେ ଡିମୋଟିଭେଟ ଲାଗୁନଥିଲା, ବଟ ଆଜି ମତେ ବହୁତ ଡିମୋଟିଭେଟ ଲାଗୁଛି। କିନ୍ତୁ ଆପଣ ମାନଙ୍କ ଭଲ ପାଇବା ଯୋଗୁ ମୁଁ ଡେଲି ଭିଡ଼ିଓ କରିବି ଆଉ ଡେଲି ଭିଡ଼ିଓ ଛାଡ଼ିବି। ଯଦି ଏଇ ଛୋଟ ଭାଇଟାକୁ ଟିକେ ସପୋର୍ଟ କରିବାକୁ ଚାହୁଁଛନ୍ତି, ତେବେ ଗୋଟେ ସବସ୍କ୍ରାଇବ ଆଉ ଗୋଟେ ଲାଇକ୍ ଟିକେ କରିକି ଯିବେ। ରହିଲି, ଧନ୍ୟବାଦ।